ଯେତେବେଳେ ମୋବାଇଲ ଧରିଥିଲେ ମୋ ଲାଇଭ ଚାଲିଥିଲା ମୋବାଇଲ ସେମାନେ ଛଡେଇଲେ ମୁଁ ଦୁଇ ହାତରେ ମୋ ମୋବାଇଲ ପୁରା ଚାପି ଧରିଥିଲି ଗୋଡ ପାଖରେ ତାପରେ ସେମାନେ ମତେ ଟଣାଟଣି କରି ମୋବାଇଲ ନେବାକୁ ବହୁତ ଚେଷ୍ଟା କଲେ ଯେତେବେଳେ ମୋବାଇଲ ନ ନେଇ ପାରିଲେ ଫାଷ୍ଟ ମୋ ପିଠିକି 7ରୁ 8ଟା ଜୋର ଜୋର ବିଧା ମାରିଥିଲେ 3 ଜଣ ଲେଡିଜ ଥିଲେ ସେମାନେ ତାଙ୍କର ନାଁ ତ ମୁଁ ଡିଟେଲ୍ସ କହିପାରିବିନି ଜାଣିନଥିଲି ତ ଯେତେବେଳେ ନ କରିପାରିଛନ୍ତି ତାପରେ ସେଠୁ ପିଠିରେ ମାରିଲେ ତ ନ ସହିପାରି ମୋ ଉପରକୁ ଉଠିଲି ଆଉ ଗୋଟେ ବିଧାଟେ ମୋ ପ୍ରାଇଭେଟ ପାର୍ଟରେ ବାଜିଲା ଛାତି ଉପରେ ଆଉ ଚୁଟି ଫୁଟି ଟାଣିକି ବି ବହୁତ ମାରିକି ମୋବାଇଲ ଛଡେଇ ନେଇକି ତାପରେ ମତେ ଥାନାକୁ ଗଲେ। ହଁ ପୋଲିସ ନାଁରେ ଅଭିଯୋଗ ତ ଗୋଟେ ଏଫଆଇଆର ହେଇଛି ବଟ୍ ବିସ୍ତାର ଭାବରେ ମୁଁ କରିନି ସେଇଟାକୁ ମୁଁ ନେକ୍ସଟ ପଦକ୍ଷେପ ରାଜନୈତିକ ଆକ୍ରୋଶ ବହୁତ ତାର କାରଣ ଅଛି ଆଉ ତା ପୂର୍ବରୁ ମୁଁ କହିସାରିଛି କୋଉଠି ନା କୋଉଠି ବିଧାୟକଙ୍କର ଯୋଉଟା ଡିମାଣ୍ଡ ଥିଲା ମୋ ଉପରେ ସେଇଟା ମୁଁ ପୁରା କରିପାରିଲିନି ମତେ ଧୀରେ ଧୀରେ ଟାର୍ଗେଟ କଲେ ଯେମିତି ମୋ ପଞ୍ଚାୟତ ଡେଭଲପମେଣ୍ଟ କାମ ହଉ କି ଅନ୍ତୋଦୟ ଗୃହ ଯୋଜନା ହଉ ଯୋଉମାନେ ନିହାତି ନିଡି ପର୍ସନ ତାଙ୍କୁ କାଟିକିରି କାହା ଇଙ୍ଗିତରେ ମାନେ ଲିଷ୍ଟ ଦଉଛନ୍ତି ପଞ୍ଚାୟତରୁ ଯୋଉ ଲିଷ୍ଟ ଯାଉଛି ସେମାନଙ୍କର ହେଇପାରୁନାହିଁ